ନାରୀମାନଙ୍କୁ କାହିଁକି ଘରର ଲକ୍ଷ୍ମୀ ବୋଲି କୁହାଯାଏ? ଏକ ଧାର୍ମିକ ଓ ପ୍ରେରଣାଦାୟକ ଓଡ଼ିଆ କାହାଣୀ। ବହୁ ବର୍ଷ ପୂର୍ବେ ଗଙ୍ଗା କୂଳରେ ଥିବା ଏକ ସୁନ୍ଦର ଗାଁରେ ଧନେଶ୍ୱର ନାମକ ଜଣେ ଧନୀ ବ୍ୟବସାୟୀ ରହୁଥିଲେ। ତାଙ୍କ ପାଖରେ ଧନ, ଜମି, ଗାଈ, ଚାକର ସବୁକିଛି ଥିଲା। କିନ୍ତୁ ଘରେ ସବୁବେଳେ ଅଶାନ୍ତି ଲାଗି ରହୁଥିଲା। ପରିବାରର ସଦସ୍ୟମାନେ ପରସ୍ପର ସହ ଝଗଡ଼ା କରୁଥିଲେ। ଯେତେ ଧନ ଥିଲା ସେତେ ସୁଖ ନଥିଲା। ସେହି ଗାଁରେ ହିଁ ଜଣେ ଗରିବ କୃଷକ ଥିଲେ, ଗୋପାଳ। ତାଙ୍କର ଛୋଟ କୁଡ଼ିଆ ଘର, ଅଳ୍ପ ଜମି ଓ ଅଳ୍ପ ରୋଜଗାର ଥିଲା। କିନ୍ତୁ ତାଙ୍କ ପତ୍ନୀ ସାବିତ୍ରୀ ଅତ୍ୟନ୍ତ ଧର୍ମପରାୟଣ, ପରିଶ୍ରମୀ, ସ୍ନେହମୟୀ ଓ ସହନଶୀଳ ଥିଲେ। ସେ ସକାଳେ ଉଠି ଘର ସଫା କରୁଥିଲେ, ତୁଳସୀ ପୂଜା କରୁଥିଲେ, ବଡ଼ମାନଙ୍କୁ ସମ୍ମାନ ଦେଉଥିଲେ ଓ ଘରର ସମସ୍ତଙ୍କୁ ହସି ମୁହଁରେ ସେବା କରୁଥିଲେ। ଗାଁର ଲୋକମାନେ ଦେଖୁଥିଲେ, ଗୋପାଳଙ୍କ ଘରେ ଧନ କମ୍ ଥିଲେ ମଧ୍ୟ ସୁଖ, ଶାନ୍ତି ଓ ଭଲ ପାଇବାର କୌଣସି ଅଭାବ ନଥିଲା। ସମସ୍ତେ କହୁଥିଲେ, ଏହି ଘରକୁ ଦେଖିଲେ ଲାଗେ ମା ଲକ୍ଷ୍ମୀ ନିଜେ ଏଠାରେ ବାସ କରୁଛନ୍ତି। ଏକ ଦିନ ଧନେଶ୍ୱର ଆଶ୍ଚର୍ଯ୍ୟ ହୋଇ ଗୋପାଳଙ୍କୁ ପଚାରିଲେ, ଭାଇ, ତୁମ ପାଖରେ ଏତେ କମ୍ ସମ୍ପତ୍ତି ଥିଲେ ମଧ୍ୟ ତୁମେ ସବୁବେଳେ ଖୁସିରେ କିପରି ରହୁଛ? ଗୋପାଳ ହସି କହିଲେ, ମୋର ସବୁଠାରୁ ବଡ଼ ସମ୍ପତ୍ତି ହେଉଛି ମୋର ସ୍ତ୍ରୀ। ସେ ଘରକୁ କେବଳ ସମ୍ଭାଳନ୍ତି ନୁହେଁ, ସମସ୍ତଙ୍କ ହୃଦୟକୁ ମଧ୍ୟ ଏକାଠି ରଖନ୍ତି। ସେଥିପାଇଁ ଆମ ଘରେ ଶାନ୍ତି ଅଛି। ଧନେଶ୍ୱରଙ୍କ ମନରେ ଏହି କଥା ଘୂରିବାକୁ ଲାଗିଲା। କିଛି ଦିନ ପରେ ଗାଁକୁ ଜଣେ ବୃଦ୍ଧ ସାଧୁ ଆସିଲେ। ଧନେଶ୍ୱର ତାଙ୍କୁ ପଚାରିଲେ, ମହାରାଜ, ଲୋକମାନେ ନାରୀଙ୍କୁ ଘରର ଲକ୍ଷ୍ମୀ କାହିଁକି କହନ୍ତି? ସାଧୁ ହସି କହିଲେ, ପୁତ୍ର, ମା ଲକ୍ଷ୍ମୀ କେବଳ ଧନର ଦେବୀ ନୁହନ୍ତି, ସେ ସୁଖ, ଶାନ୍ତି, ସମୃଦ୍ଧି, ପ୍ରେମ ଓ ମଙ୍ଗଳର ପ୍ରତୀକ। ଜଣେ ସଦ୍ଗୁଣବତୀ ନାରୀ ଯଦି ଘରକୁ ପ୍ରେମ, ଧୈର୍ଯ୍ୟ, ସମ୍ମାନ ଓ ସଦାଚାରରେ ପରିପୂର୍ଣ୍ଣ କରନ୍ତି, ତେବେ ସେହି ଘର ସ୍ୱର୍ଗ ସମାନ ହୋଇଯାଏ। ସେଥିପାଇଁ ନାରୀଙ୍କୁ ଘରର ଲକ୍ଷ୍ମୀ ବୋଲି ସମ୍ମାନର ସହ କୁହାଯାଏ। ତାପରେ ସାଧୁ ଏକ କଥା କହିଲେ, ଘରକୁ କେବଳ ଇଟା ଓ ସିମେଣ୍ଟ ତିଆରି କରେ ନାହିଁ, ପରିବାରର ସ୍ନେହ, ସଂସ୍କାର ଓ ତ୍ୟାଗ ତାହାକୁ ପ୍ରକୃତ ଘର କରେ। ଏବଂ ଏହି ମୂଲ୍ୟବୋଧକୁ ଜୀବନ୍ତ ରଖିବାରେ ନାରୀଙ୍କ ଅବଦାନ ଅନେକ ସମୟରେ ବିଶେଷ ଥାଏ। ଧନେଶ୍ୱର ନିଜ ଭୁଲ ବୁଝିପାରିଲେ। ସେ ଘରକୁ ଫେରିଲେ, ନିଜ ସ୍ତ୍ରୀକୁ ସମ୍ମାନ ଦେବା ଆରମ୍ଭ କଲେ। ପରିବାରର ସମସ୍ତଙ୍କ ସହ ପ୍ରେମରେ କଥା ହେବାକୁ ଲାଗିଲେ। ଧୀରେ ଧୀରେ ତାଙ୍କ ଘରର ପରିବେଶ ବଦଳିଗଲା। ଯେଉଁଠାରେ ପୂର୍ବରୁ ଝଗଡ଼ା ଥିଲା, ସେଠାରେ ହସ ଓ ଖୁସିର ସ୍ୱର ଶୁଣାଯିବାକୁ ଲାଗିଲା। ଗାଁର ଲୋକମାନେ କହିଲେ, ଧନେଶ୍ୱରଙ୍କ ଘରକୁ ମଧ୍ୟ ଏବେ ଲକ୍ଷ୍ମୀଙ୍କ କୃପା ମିଳିଛି। ସେହିଦିନଠାରୁ ଧନେଶ୍ୱର ସମସ୍ତଙ୍କୁ କହୁଥିଲେ, ନାରୀଙ୍କୁ ସମ୍ମାନ ଦିଅ। ସେ କେବଳ ଘରର ଜଣେ ସଦସ୍ୟ ନୁହେଁ, ପରିବାରର ଶକ୍ତି ଓ ମଙ୍ଗଳର ଆଧାର।